ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ, ଶୁଭ ସକାଳ। ଆସନ୍ତୁ ଦେଖିବା ଆଜି ଆମେ ଏମିତି ଗୋଟେ ଗଛ ଯାହାକୁ ଆମ କନ୍ଧମାଳରେ ଚାଷ କରାଯାଏ ଏବଂ ତାକୁ କୁହାଯାଏ ଆମ ଓଡ଼ିଆ ଭାଷାରେ କୁହନ୍ତୁ କାନ୍ଦୁଲ ଗଛ। ଆମେ କୁଇ ଭାଷାରେ କହୁଛୁ ସଉରୁକାଙ୍ଗା। ସଉରୁକାଙ୍ଗା ଗଛ ଯାହାକୁ ଆମ ଏହି ଅଞ୍ଚଳର ପ୍ରସିଦ୍ଧ ଫଳ କୁହାଯାଏ ଏବଂ ତାକୁ ଡାଲି ମାଧ୍ୟମ କରି ମଧ୍ୟ ଆମେ ବ୍ୟବହାର କରୁ। ଦେଖନ୍ତୁ, ଏଇ ଗଛ ଗଲା ବର୍ଷରେ ଲଗାଯାଇଥିଲା, କିନ୍ତୁ ଗଲା ବର୍ଷ କିଛି ଭଲରେ ଫଳ ନ ହେବାରୁ ଆମେ ସେ ଗଛକୁ ସେମିତି ଛାଡ଼ିଦେଲୁ, କାଟିଲୁ ନାହିଁ। ଏଇ ବର୍ଷ ତା ମୂଳରେ ଆମେ ଗୋବର ଖତ ଏବଂ ମାଟି ଦେବାରୁ ଦେଖନ୍ତୁ କେଉଁ ଭଳିଆ ସୁନ୍ଦର ଭାବରେ ଫୁଲ ଫଳ ନେଇ ଆସିଛି। ଆମକୁ ବହୁତ ଖୁସି ଲାଗୁଛି। ଦେଖନ୍ତୁ, ସେ ଗୋଟେ ଗଛ କେତେ ଦୂର ପର୍ଯ୍ୟନ୍ତ ତାର ଡାହି ଗୁଡ଼ାକ ଲମ୍ବି ଯାଇଛି ଏବଂ ଫୁଲ ମଧ୍ୟ ଆସିଲାଣି। ତ ଆମକୁ ବହୁତ ଖୁସି ଲାଗୁଛି ଏଥିପାଇଁ ଯେ ଗୋଟିଏ ଗଛରୁ ଏତିକି ଯଦି ଫଳ ଆସେ ତାହେଲେ ଆମେ ବହୁତ ଗୁଡ଼ାଏ ଗଛ ଯଦି ଏମିତି ଖତ ଦେଇ ଯଦି ଲଗାଇବା ତାହେଲେ କେତେ ଗୁଡ଼ା ଆମକୁ ଫଳ ହେଇଯିବ। ଏଣୁ ସମସ୍ତଙ୍କୁ ବିଶେଷ ଅନୁରୋଧ, ଆପଣମାନେ କନ୍ଧମାଳରେ ଥିବା ଲୋକ, କୁଇ ଲୋକ ଏହି ଚାଷ କରନ୍ତୁ ଏବଂ ଲାଭବାନ ହୁଅନ୍ତୁ। ଏଇଟା ବହୁତ ସୁନ୍ଦର ଜିନିଷ, ବହୁତ ଭଲ ଜିନିଷ ଏବଂ ଆମ ଆଦିବାସୀ ଲୋକ ଆଗରୁ ଚାଷ କରି ଆସୁଥିବା ଯେଉଁଟା ଜଙ୍ଗଲରେ ଚାଷ କରାହେଉଥିଲା, ଏବେ ଆମେ ଆମ ବାରିରେ ମଧ୍ୟ କରିପାରୁଛେ। ଏଣୁ ସମସ୍ତଙ୍କୁ ବିଶେଷ ଅନୁରୋଧ, ଏଇ ଜିନିଷଟା ଚାଷ କରନ୍ତୁ ଏବଂ ଡାଲି କରି ଖାଆନ୍ତୁ। ଏଠାରେ କୌଣସି ସାର ମିଶି ନାହିଁ। ଏଟା ନେଚୁରାଲ ଜିନିଷ। ବାଏ ବାଏ, ଗୁଡ୍ ବାଏ।